Hello everyone, I am Damayanti. Welcome to my YouTube channel. ମୁଁ ଆଲୋଚନା କରୁଥିଲି ପିଜି ସିଲାବସ୍ର CC 10ର ଶ୍ରୀରାଧା କବିତା। ତ ଶ୍ରୀରାଧା କବିତାର ଅଧ୍ୟାୟ 4 ପର୍ଯ୍ୟନ୍ତ ମୁଁ ଆଲୋଚନା କରିଥିଲି ପ୍ରଥମ ଭିଡ଼ିଓରେ। ଆପଣମାନେ ପ୍ଲେଲିଷ୍ଟରେ ଯାଇକି ଚେକିଂ କରିବେ। ଏବେ ମୁଁ ଆଲୋଚନା କରିବି ଅଧ୍ୟାୟ 5। ଶ୍ରୀରାଧା କହୁଛନ୍ତି, ସଭିଏଁ ଶୁଣିଲେ ତମ ବଂଶୀ ସ୍ୱର, ସଭିଏଁ ଭାବିଲେ ତମେ ତାଙ୍କୁ ଡାକ ନାଁ ଧରି। ଶ୍ରୀରାଧା କ'ଣ କହୁଛନ୍ତି ନା କୃଷ୍ଣଙ୍କୁ, ତମେ ଯେତେବେଳେ ବଂଶୀ ସ୍ୱର ବଜାଅ ସେତେବେଳେ ଗୋପପୁରର ସମସ୍ତ ବାଳକ ବା ବାଳିକାମାନେ ଭାବନ୍ତି ଯେ ଆମର ନାଁ ଧରିକି ଡାକୁଛନ୍ତି କାହ୍ନା। ସଭିଏଁ ପିନ୍ଧିଲେ ନିଜ ଚାହିଦାର ଆୟ ଅଳଙ୍କାର, ଝଲମଲ ପାଟ ପୀତାମ୍ବରୀ। ସବୁ ବଧୂମାନେ ବା ଝିଅମାନେ ଯେତେବେଳେ ତୁମେ ବଂଶୀ ସ୍ୱନ ବଜାଅ ସେତେବେଳେ ସମସ୍ତେ ଭାବନ୍ତି ଯେ ଆମକୁ ସେ ମାନେ ଜଣେ ଝିଅ ଭାବୁଛି ଯେ ମୋତେ କାହ୍ନା ଡାକୁଛନ୍ତି, ଆଉ ଜଣେ ଗୋପୀ ଭାବୁଛି ମୋତେ କାହ୍ନା ଡାକୁଛନ୍ତି, ଆଉ ଜଣେ ଗୋପୀ ଭାବୁଛି ମୋତେ କାହ୍ନା ଡାକୁଛନ୍ତି। ସମସ୍ତଙ୍କୁ ତୁମେ ବଂଶୀ ସ୍ୱର ମାଧ୍ୟମରେ ଡାକ। ଆଉ ସମସ୍ତେ ତାଙ୍କର ଆୟ ଅଳଙ୍କାର ମାନ ପିନ୍ଧିକି ଗଭାରେ ଖଞ୍ଜିଲେ ଫୁଲ, କପାଳେ ଛାତିରେ ଚନ୍ଦନରେ କେତେ ଚିତ୍ର କଲେ, ଗଭାରେ ଫୁଲମାଳ ଦେଲେ ଆଉ ଚନ୍ଦନରେ କେତେ ଚିତ୍ର କଲେ, ଆଖିରେ କଜ୍ଜଳ ପିନ୍ଧେଇ ଦେହ ମହକାଇ, ଆଖିରେ କଜ୍ଜଳ ପିନ୍ଧିଲେ ଆଉ ବାହାରି ଗଲେ କୃଷ୍ଣଙ୍କୁ ଦେଖା କରିବା ପାଇଁ ବୋଲି ରାଧା କହୁଛନ୍ତି। ନିଜର ଆକାର ସବୁ ନିରାକାର, ନାଗର ତମର ନିକାଞ୍ଚନ କଳେ ସମର୍ପିଲେ। ରାଧା କହୁଛନ୍ତି ଯେ ସମସ୍ତଙ୍କର କାୟ ତରୁ ସବୁ ଆପଣଙ୍କ ନିକଟରେ ସମର୍ପଣ କଲେ ବୋଲି କହୁଛନ୍ତି। ତମର ଚେହେରା ନାହିଁ, ତମେ ରାତି ପରି ଲିଭାଇଛ ସବୁ ବାଟ ଯିବା ଆସିବାର। ସେ କହିଛନ୍ତି ତମର ତ କିଛି ଚେହେରା ନାହିଁ, ତମେ ତ ଗୋଟେ ରାତି ପରି, କାରଣ କୃଷ୍ଣଙ୍କ ରଙ୍ଗ ହେଉଛି କଳା, ତେଣୁକରି ରାତି ସହିତ କବି ତୁଳନା କରିଛନ୍ତି। ଲିଭାଇଛ ସବୁ ବାଟ ଯିବା ଆସିବାର, ମାନେ ଯିବା ଆସିବାର ସବୁ ବାଟକୁ ତୁମେ ଲିଭାଇ ଦେଇଛ ବୋଲି କୃଷ୍ଣଙ୍କୁ କହୁଛନ୍ତି କିଏ? ରାଧା। ମୋ ଛଡ଼ା କିଏ ସେ ବୁଝେ ତମ କି ଅଧୈର୍ଯ୍ୟ, ତମେ ପୁଣି କେଡ଼େ ସକାତୁର। ସେ କହୁଛନ୍ତି ମୋ ଛଡ଼ା ଆଉ କେହି ବି ତୁମକୁ ବୁଝି ନାହାନ୍ତି, କାରଣ ତମେ ବହୁତ ଅଧୈର୍ଯ୍ୟ ଆଉ ସକାତୁର ବୋଲି କହୁଛନ୍ତି। କିଏ? ଶ୍ରୀରାଧା କହୁଛନ୍ତି। ସାଙ୍ଗରେ ନ ଆଣି କିଛି ମୁଁ ଆସିଛି, ତେଣୁ ତୁମକୁ ଛୁଇଁବି ନାହିଁ କି ଦେଖିବି ନାହିଁ। ଶ୍ରୀରାଧା କହୁଛନ୍ତି ମୁଁ ତୁମକୁ ଦେଖା କରିବା ପାଇଁ ଆସିଛି, କିନ୍ତୁ ମୋ ସାଙ୍ଗରେ ମୁଁ କିଛି ବି ଆଣିନି, ମୁଁ ତୁମକୁ ଛୁଇଁବି ନାହିଁ କିମ୍ବା ଦେଖିବି ନାହିଁ। କାରଣ ରାଧା ଆଉ କୃଷ୍ଣଙ୍କର ପ୍ରେମ ଥିଲା ଶାଶ୍ୱତ ପ୍ରେମ, ସେମାନେ କେହି କାହାକୁ ଛୁଁ ନଥିଲେ। ମୁଁ ଜାଣିପାରିବି ନାହିଁ କେଉଁମାନେ ଶୋଇସାରିଲେଣି ବା କେଉଁମାନେ ରହିଛନ୍ତି ଚାହିଁ। ତମେ ଯେବେ ବନ୍ଦ କର ବଂଶୀ ବଜାଇବା, ତମ କଣ୍ଠ ବାଷ୍ପରୁଦ୍ଧ ହୋଇଯିବା ପରେ ଶୁଦ୍ଧ ନିଃଶବ୍ଦତା ପରି ପ୍ରତ୍ୟେକ ଥର ଆମେ ତମ ନିଃଶବ୍ଦ ଡାକରେ। ସେ କ'ଣ କହୁଛନ୍ତି ନା ମୁଁ ଯେଉଁ ତୁମ ପାଖକୁ ଆସିଛି ତ କେଉଁମାନେ ଶୋଇଛନ୍ତି କେଉଁମାନେ ଶୋଇନାହାନ୍ତି ମୁଁ ସେଗୁଡ଼ାକ କିଛି ଜାଣିନି। କିଏ ମୋତେ ଦେଖିଲେ କିଏ ନ ଦେଖିଲେ ସେଥିରେ ମୋର କିଛି ଯାଏ ଆସେ ନାହିଁ, କିଏ ଶୋଇଲା କିଏ ନ ଶୋଇଲା ସେଥିରେ କିଛି ଯାଏ ଆସେ ନାହିଁ। ତମେ ଯେତେବେଳେ ବଂଶୀ ସ୍ୱର ବଜାଅ ସେତେବେଳେ ଯେତେ ଗୋପ ବାଳିକା ମାନେ ଆମକୁ ଡାକୁଛନ୍ତି ବୋଲି ଆସନ୍ତି, କିନ୍ତୁ ତମେ ଯେତେବେଳେ ବଂଶୀ ବଜାଇବା ବନ୍ଦ କର ସେତେବେଳେ ତମ କଣ୍ଠ ବାଷ୍ପରୁଦ୍ଧ ହୋଇଯିବା ପରେ ସେତେବେଳେ ମୁଁ ତମ ପାଖକୁ ଆସେ ବୋଲି ଶ୍ରୀରାଧା କହୁଛନ୍ତି। ନେକ୍ସଟ ଅଧ୍ୟାୟ 6। ଅଧ୍ୟାୟ 6ରେ କ'ଣ କହିଛନ୍ତି ଦେଖନ୍ତୁ। ତମେ ମୋତେ ଯେଉଁଥର ପ୍ରଥମେ ଛୁଇଁଲ, ଶ୍ରୀରାଧା କହୁଛନ୍ତି କୃଷ୍ଣଙ୍କୁ, ତୁମେ ଯେଉଁଥର ମୋତେ ପ୍ରଥମେ ଛୁଇଁଲ, ମୋ ଭିତରେ ରହିଥିବା ସବୁ ଶୂନ୍ୟ ସ୍ଥାନ ହଠାତ୍ ମୁଖର ହେଲା ପ୍ରତ୍ୟେକ ଦିଗରୁ। ସେ କହୁଛନ୍ତି ମୋ ହୃଦୟରେ ଯେତିକି ଶୂନ୍ୟ ସ୍ଥାନ ଥିଲା ସବୁଗୁଡ଼ିକ କ'ଣ ହେଇଗଲା?
ହଠାତ୍ ମୁଖର ହୋଇଗଲା ବୋଲି କହୁଛନ୍ତି। ତମେ ମୋତେ ଡାକୁଥିବା ପରି ଜଣାଗଲା। ମୁଁ ଯାହା ହୁଅନ୍ତି ତାର ଆକାଂକ୍ଷା ଭିତରୁ ସେ କହୁଛନ୍ତି ତମେ ମୋତେ ଡାକୁଥିବା ପରି ମୋତେ ଜଣାଗଲା। ସେ ଡାକରେ ଉଚ୍ଚାରଣ ନଥିଲା, ପଦେ ବି କଥା ତମେ କହିନ, ଅଥଚ ମୋତେ ଲାଗିଲା ଯେ ସପ୍ତ ସିନ୍ଧୁଙ୍କ ଗର୍ଜନ। ସେ କହୁଛନ୍ତି ତମେ ମୋତେ ଯେଉଁ ସ୍ୱରରେ ଡାକିଲ ବା ବଂଶୀ ସ୍ୱରରେ ଡାକିଲ, ସେ ସ୍ୱରର ଉଚ୍ଚାରଣ ନଥିଲା ବୋଲି ସେ କହୁଛନ୍ତି। ଆଉ ତମେ କ'ଣ କଥା ତମେ କହିନ, ତମେ ଟୋଟାଲି କଥା କହିନ, ଅଥଚ ମୋତେ ଲାଗିଲା, ମୋତେ କ'ଣ ଶୁଭାଗଲା ନା ସପ୍ତ ସିନ୍ଧୁଙ୍କ ଗର୍ଜନ, ମାନେ 7ଟି ସିନ୍ଧୁ ଗର୍ଜନ କଲେ ଯେମିତି ଶୁଭାଯିବ ସେହିପରି ଗର୍ଜନ ମୋତେ ଶୁଭାଗଲା। ଅପେକ୍ଷା ପ୍ରବଳତର ସ୍ୱରରେ ଡାକୁଛ। ତମେ ଅପେକ୍ଷାରେ ଜଣେ ଥିଲେ ଯେତିକି ପ୍ରବଳ ଜୋରରେ ଡାକେ ସେହିପରି ତମେ ଡାକୁଛ। ବାରମ୍ବାର ବଜ୍ରପାତ, ବାରମ୍ବାର ଭୂକମ୍ପରେ ତମେ ସେ କହୁଛନ୍ତି ଯେଉଁ ବାରମ୍ବାର ବଜ୍ରପାତ ଭୂକମ୍ପ ହୁଏ ସେହିପରି ସ୍ୱରରେ ତମେ ମୋତେ ଡାକୁଛ ପରି ମୋତେ ଶୁଭାଯାଉଛି ବୋଲି ଶ୍ରୀ ରାଧା କହୁଛନ୍ତି। ଧୂଳିସାତ୍ କରି ମୋର ସଯତ୍ନ ନିର୍ମିତ ରୂପ ରୂପାନ୍ତର ମାନ ମୁଁ ଯାହା ହୁଅନ୍ତି ନିର୍ଭୟରେ ତାହା ହୋଇଯିବାକୁ କହୁଛ। ସେତେବେଳେ ମୁଁ ନିଜର ନାନାବିଧ ଭୂମିକାମାନଙ୍କ ଆଢ଼ୁଆଳରେ ଲୁଚିଗଲି। ସେମାନଙ୍କ ବକ୍ତବ୍ୟ ସବୁକୁ ମୁଁ ନିଜେ ବିଶ୍ୱାସ କଲାବେଳେ ଭଳି କହିଗଲି। ଦହି ଦୁଧ ବିକିବାର ହିସାବ ଓ କ୍ଷୁଦ୍ରାପଦ ବିକ୍ଷୁଦ୍ର ଦ୍ୱିଧାମାନ ଅଭିଳାଷମାନ ମୁଖସ୍ଥ ସଂଳାପ ପରି ବଖାଣି ବସିଲେ। ସେ କ'ଣ କହୁଛନ୍ତି, ସେ କେତେବେଳେ ଦହି ବିକ୍ରି କରନ୍ତି ତ କେତେବେଳେ ଦୁଧ ବିକ୍ରି କରନ୍ତି। କିଏ? ଶ୍ରୀ ରାଧା। ସେତେବେଳେ ଲାଗୁଥିଲା ଏ ସତ ମୋର ସୀମାବଦ୍ଧ ଜୀବଦଶା, ତା ଭିତରେ ଆହୁରି ସୀମିତ ମୋଟାମୋଟି ନିରୁତ୍ତାପ ଏ ଯୌବନ। ଦିନେ ଭୁଲିଯିବି ତମେ ମୋତେ ଛୁଇଁବା ମୁହୂର୍ତ୍ତ। ସେ କହୁଛନ୍ତି ମୋର ଏ ଯୌବନ କ'ଣ ନିରର୍ଥକ, ମାନେ କମ୍ ଦିନ ପାଇଁ, ଏବଂ ତମେ ଯେଉଁ ମୋତେ ପ୍ରଥମ ଥର ପାଇଁ ଛୁଇଁଥିଲ ସେ ଛୁଆଁକୁ ମଧ୍ୟ ମୁଁ ଭୁଲିଯିବି ବୋଲି କହୁଛନ୍ତି। ଆଖିରେ ଆଖିଏ ନିରୁକ୍ତ ଭିନ୍ନ ଦୃଷ୍ଟି ଧରି ଆଗ ଭଳି ଦେଖୁଥିବି କଦମ୍ବ ଗଛରେ। ସେ କହୁଛନ୍ତି ମୁଁ କଦମ୍ବ ଗଛ ମୂଳେ ଯେପରି ତୁମକୁ ଚାହିଁ ରହିଥାଏ ସେହିପରି ଦେଖୁଥିବି। ଫୁଲ ଫୁଟେ ଓ ମଉଳେ ଝଲମଲ ଦିଶେ ନଈ ପାଣି ଚନ୍ଦ୍ର କିରଣରେ। ସେ କହୁଛନ୍ତି ଫୁଲ, ସେ କଦମ୍ବ ଗଛରେ ଫୁଲ ଫୁଟୁଛି ଏବଂ ମଉଳୁଛି ମଧ୍ୟ, ଆଉ ନଈର ପାଣି ଗୁଡ଼ିକ ଚନ୍ଦ୍ର କିରଣ ପଡ଼ିକି ଝଲମଲ ଦେଖାଯାଉଛନ୍ତି ବୋଲି କହୁଛନ୍ତି ଶ୍ରୀ ରାଧା। ମୁଁ ଅଣନିଶ୍ୱାସୀ ହୋଇ ପଡ଼ିଲି ସତେ କି ଯମୁନା ଆସୁଛି ମାଡ଼ି ଆଗରୁ ପଛରୁ। ସେ କହୁଛନ୍ତି ଆଗରୁ ପଛରୁ କ'ଣ ମାଡ଼ି ଆସୁଛି? ଯମୁନାର ପାଣି, ଏବଂ ମୁଁ ଅଣନିଶ୍ୱାସୀ ହୋଇ ପଡ଼ୁଛି ବୋଲି କହୁଛନ୍ତି। ସତେ କି ପବନ ଆଉ ସଚରାଚରରେ ନାହିଁ। ସତେ କି ମୁଁ ଯେତେ ଦିନ ଥିବି ମୋର ସ୍ୱପ୍ନମାନେ ସତ୍ୟ ହେବା ଆଶଙ୍କାରେ ନିତି ଆତଙ୍କିତ ହେଉଥିବି। ସେ କହୁଛନ୍ତି ସତେ କି ପବନ ଆଉ ସଚରାଚରରେ ନାହିଁ, ମାନେ ଏ ବିଶ୍ୱରେ କ'ଣ ପବନ ନାହିଁ ସେପରି ମୋତେ ଅନୁଭବ ହେଉଛି। ସତେ କି ମୁଁ ଯେତେ ଦିନ ଥିବି ମୋର ସ୍ୱପ୍ନମାନେ ସତ୍ୟ ହେବା ଆଶଙ୍କାରେ, ମୋର ଯେଉଁ ସ୍ୱପ୍ନ ଅଛି ସେ ସ୍ୱପ୍ନ ସତ୍ୟ ହେବା ଆଶଙ୍କାରେ ନୀତି ଆଙ୍କିତ ହୋଇଥିବି ବୋଲି ରାଧା କହୁଛନ୍ତି। ତମକୁ ଛୁଇଁଲେ ତମେ ମିଶିଯିବ ମୋ ରକ୍ତ ଭିତରେ। ସେ କହୁଛନ୍ତି ମୁଁ ତୁମକୁ ଛୁଇଁବିନି, କାହିଁକିନା ତୁମକୁ ଯଦି ମୁଁ ଛୁଇଁବି ତାହେଲେ ମୋ ରକ୍ତ ଭିତରେ ତୁମେ ମିଶିଯିବ। ଆଉ କ'ଣ ଆଗ ପରି ବଇଁଶୀ ଖଣ୍ଡିଏ ଧରି ଚାଲୁଥିବ ପ୍ରତିଦିନ ମୋ ପଛରେ?
से कहते जदि मु तुमको छुईबी ताहले आमे दुई जन मिसी जिबा, आमे एक ही जिबा। तो तुम्हें तो मते एबे आमे जेहेतु मु तुमको छुईनी तेणुक तुम्हें आ मु अलग अच्छु, तेणुक तुम्हें मते मो पछरे पछरे चलुछ। आउ कौन लुचि लुचि चाहूब जेबे अदा लुगा पिंधि गाधोइबा परे तुम्हें जो मते लुचि लुचि चाहूच देखुच, तो जदि मु तुमको छुईबी आमे तो दुई जण एक ही जिबा ना, ताहले मते तुम्हें आ देखि पारिबनी, लुचि लुचि देखि पारिबनी। तेणुक मु तुमको केबे भी छुईबिनी बोली राधा कहउचंती, कारण तांको प्रेम थिला शाश्वत प्रेम। हेले तुम्हें सब बड़े मो दूर रे रहिबो, हेले तुम्हें मते सब बड़े चाहिबो बोली कहउचंती राधा। ना मते भुलाई देव मोर रक्त मांसर शेष परिणति तुम बांक चाहाणी रे, कहउचंती तुम बांक चाहाणी रे मते भुलाई देव। से कौन चढ़त शक्ति विहीन डाहाणी परी कालक्रमे हो जाए, जी एकुटिया थाए निजर गुंफारे और निजर मांस निजे खाए। आमे जदि दुई जण एक ही जिबा ताहले डाहाणी सहित तुलना करिसेंती, जेपरि गोटे डाहाणी गोटे गुंफारे थाए और निजर खाद्य को निज शरीर को निज मांस को निजे खाए, सेपरि मु हो जीवी। तेणुक मु तुमको छुईबिनी बोली कहउचंती। आमे दुई जण अलग रहिले ही भल, तमे मो ठार टिके दूर रे रहिले ही तमे मते लुचि लुचि चाहिब, मो पछे पछे चलिब। जदि आमे एक ही जिबा ताहले तो तमे मते चाहि पारिबनी। तेबे कौन ए भल तमे मु मरिबा जाए मोर किछि दूर थिबो। से कहउचंती मु मरिबा पर्यंत तमे मोर किछि दूर रे थिबो, सब बेले कहूतबो छुँ छुँ बोली। छुईबी कि न छुईबी भाबू भाबू मोर प्राणवायु उड़ीजीव। तुम्हें मोर सब बेले टिके दूर रे थिबो आ सब बेले कहूतबो जे मते छुँ छुँ बोली। मु तुमको छुईबी कि न छुईबी ताहा भाबू भाबू मोर प्राणवायु उड़ीजीव बोली कहउचंती राधा। काहाकू कहउचंती? श्रीकृष्ण को। तापरे लागिला जदि एते दूरे तमे मोर बहिर्भूत होई रह, मु तमर मुह चाहि भूलीजीवी, तमे मोर केही बोली केही नुह। से कहउचंती जदि तमे मो ठारो अधिक दूर को चली जाओ ताहले मु तुमको भूलीजीवी, तमे मोर किए थिलो बोली मध्य मु भूलीजीवी बोली कहउचंती। मु तुमर केही नुहे, मते देखाउच रूपटीए अनुग्रह करी। से रूपर आखि ओठ बाहु कोटि देश वायव्य इंद्रधनु परे। सरीगला सप्तम अध्याय। एबे देखिबा अष्टम अध्याय। आकाशरे मेघ नाही, शीतल पवन शिरशिर चली जाए पत्र कहଳରେ। से कहउचंती आकाशरे गोटे हेले मेघ नाही, शीतल पवन बहुची आ शिरशिर चली जाउची पत्र कहଳରେ। चारिआडे तफा जह्न, नानादी आकाशर जुआर उठुची फुली शारद राति रे। कौन कहउचंती माने चारिआडे तफा जह्न अछि, नानादी आशार आ जुआर फुटी उठुची कौन फुली शारद राति रे, जुआर फुटी उठुची बोली कहउचंती। अन्य माने कांदुचंती मुंड पिटी छाती गड़ी होई, मुहुर मुहुर चेता बुड़ी जाए। कि अपराधर तमे सेमानंको बाहु बंधनरु चलीगल, भाबू भाबू बेल गड़ी जाए। से कहउचंती जो 16 सहस्र गोपी माने अछंती, तो तांको तमे 16 सहस्र श्रीकृष्ण होइकी तांको सहित मिलन हेला। पुणी जेतेबेले अंतर्ध्यान हो गले समस्त कृष्ण, तबले से माने एकुटिया हो जाउछंती ना समस्त 16 सहस्र गोपी। तबले कहउचंती कौन ना कि अपराध तमे सेमानंकर बाहुबंधनर चलीगल, भाबू भाबू बेल गड़ी जाए। तमे तो तांको सहित रास रंग करुथलो, आधे चलीगले कौन पाई बोली से कहउचंती। निरेखी निरेखी जेते चाहिले भी तमे दिश नाही, एड़े तफा जह्न आलुअरे। से कहउचंती एते तफा जाल
ଜହ୍ନ ଆଲୁଅରେ ମଧ୍ୟ ତୁମକୁ ଚାହିଁଲେ ମଧ୍ୟ ଆଉ ଦେଖିପାରୁନୁ ବୋଲି କହୁଛନ୍ତି। କାରଣ ଗୋଟିଏ ଶ୍ରୀକୃଷ୍ଣ ଠାରୁ 16,000 ଶ୍ରୀକୃଷ୍ଣ ବାହାରେ 16,000 ଗୋପୀମାନଙ୍କ ସହିତ ରାସ କରି ପୁଣି ସେଇ ଗୋଟିଏ ଶ୍ରୀକୃଷ୍ଣରେ ମିଶିଯାଆନ୍ତି। ତ ଯେତେବେଳେ ରାସ କରୁଥାନ୍ତି ସେତେବେଳେ ସମସ୍ତେ ଖୁସି ଥାନ୍ତି, ଆଉ ଯେତେବେଳେ ସେ ଚାଲିଯାଆନ୍ତି ଗୋଟିଏ ଶ୍ରୀକୃଷ୍ଣ ପାଖକୁ ସେତେବେଳେ ସମସ୍ତେ ଦୁଃଖିତ ହୁଅନ୍ତି ଆଉ କୁହନ୍ତି କାହିଁକି ଚାଲିକି ଯାଉଛୁ। ବୟସ ମଳିନ ହୁଏ, ଜହ୍ନ ବି ମଳିନ, ଦିଶିଲାଣି ଶେଷ ପ୍ରହର। ସେ କହୁଛନ୍ତି ବୟସ ମଧ୍ୟ ଦିନେ ମଳିନ ହୁଏ, ସରିଯାଏ, ଜହ୍ନ ମଧ୍ୟ ମଳିନ ହୁଏ, ଦିଶିଲାଣି ଶେଷ ପ୍ରହର ମାନେ ଶେଷ ସମୟ ଆସିଲାଣି। ଠିକ୍ ସେହି ସମୟରେ ତମ ଲାଗି ମୋର ଚରମ ଆସକ୍ତି ମୋତେ ସ୍ପଷ୍ଟ ଦେଖାଯାଏ। ତମର ମୁହଁରେ ଆଉ ହସ ନାହିଁ, ଆଖିରେ ଲୁହର ଛୋଟ ଛୋଟ ବୁନ୍ଦା ମିଶି ବଡ଼ ବୁନ୍ଦା ହୁଏ। ସେ କହୁଛନ୍ତି ଆଖିରେ ତମର ଆଉ ହସ ନାହିଁ, ଛୋଟ ଛୋଟ ବୁନ୍ଦା ମିଶିକି ବଡ଼ ବୁନ୍ଦା ହେଇଗଲେଣି ଲୁହରେ। ଚାରିଆଡ଼ ନିକାଞ୍ଚନ, ସେ ନିକାଞ୍ଚନତା ଈଶ୍ୱରଙ୍କୁ ଭୋଗିବାକୁ ହୁଏ। ଚାରିଆଡ଼େ କ'ଣ? ନିକାଞ୍ଚନ। ବୟସ ଓ ହତାଶାରେ ଭାରାକ୍ରାନ୍ତ, ଆଶା ଆସୁଥିବା ଦେଖିବା ମାତ୍ରକେ ବାଟ ଭାଙ୍ଗି ଯାଉଥିଲି। ଲୁଚିଗଲି ଗଛଙ୍କଠୁ, ଯେଉଁମାନେ ମୋତେ ଦେଖିଲେ ହିଁ ବାଟ ରୁନ୍ଧି ଦେଉଥାନ୍ତେ ଗଦା ଗଦା ଫୁଲ ମହକାଇ। ସେ କହୁଛନ୍ତି ଯେଉଁ ଗଛମାନେ ମୋତେ ବାଟରେ ଦେଖିଲେ ଗଦା ଗଦା ଫୁଲ ପକାଇ ଦିଅନ୍ତି, ମୁଁ ତାଙ୍କଠାରୁ ଲୁଚିଗଲି। ନଈକୁ ଏଡ଼େଇ ଗଲି, କାଳେ ତାର ଗପ ଶୁଣୁ ଶୁଣୁ ମୁଁ ରାଜକୁମାରୀ ପରି ରହିଯିବି ନଅର ଭିତରେ। ସେ କହୁଛନ୍ତି ନଈକୁ ମଧ୍ୟ ମୁଁ ଏଡ଼େଇ ଦେଲି, କାରଣ ଗପ ଶୁଣୁ ଶୁଣୁ ଯଦି କାଳେ ମୁଁ ରହିଯିବି ନଅର ଭିତରେ। ଲୁଚିଗଲି ମୋ ନିଜର ରକ୍ତଠୁ, ରହିଲି ଶୁଣି ମଧ୍ୟ ନ ଶୁଣିଲା ପରି। ମୋର ନିଜର ରକ୍ତର ସମ୍ପର୍କ ଲୋକମାନେ ମୋତେ ଯେତେ ଗାଳି ଗଞ୍ଜନ କଲେ ମଧ୍ୟ, ଓ ଶୁଣିଲେ ମଧ୍ୟ ସମସ୍ତଙ୍କ କଥା ନ ଶୁଣିଲା ପରି ରହିଲି। ଅଦ୍ୟାବଧି ଜୀବନର କାକୁତି ମିନତି ସ୍ମୃତି ଅନ୍ତର୍ଦାହମାନ ସୁଖ ଭଳି ରଙ୍ଗ ହେଲା ବେଳେ ଚାଲିଗଲି, କିଛି ସ୍ମୃତି ନଥିଲା ଯେମିତି। ଏ ବାଟରେ ଗଲାବେଳେ ସବୁ ନଷ୍ଟ ହୋଇଯିବା, କ୍ଷୟ ହୋଇଯିବା ଦେଖାଯାଏ ନିଜ ନିଜ ବିକଳାଙ୍ଗତାରେ। ଛନ୍ଦି ହୋଇଯାଇଥିବା ଭଙ୍ଗାରୁଜା ସବୁରି ଉପରେ ବୁନ୍ଦା ବୁନ୍ଦା ଲୁହ ଜମିଯାଏ। ସମୟ ସମୟରେ ଇଚ୍ଛା ହୁଏ ରହିଯାଆନ୍ତି କିଛି ବେଳ ପ୍ରତ୍ୟେକ ପାଖରେ, ଆଉଁସି ଦିଅନ୍ତି ତାକୁ ମୋର ଯାବତୀୟ ମୁଲାୟମ ଅନୁଶୋଚନାରେ। ତୁମେ କିନ୍ତୁ ତିଳେ ମାତ୍ର ବିଶ୍ରାମ ଦେବନି, ଛାଡ଼ିବନି ଅନ୍ୟ କେଉଁ ବାଟରେ ଯିବାକୁ। ତମ ନିର୍ଦ୍ଦୟତା ବୋଧେ ଚାହିଁ ବସିଛି ମୋର ଲୁହାଣ ଦେହକୁ। ସେ କହୁଛନ୍ତି ତୁମର ନିର୍ଦ୍ଦୟତା ବୋଧେ ଚାହିଁ ବସିଛି ବୋଲି କହୁଛନ୍ତି। ତମେ ବୋଧେ ଚାହିଁ ଯାଅ ଭାଙ୍ଗିରୁଜି ଧ୍ୱଂସ ହୋଇ ମୋର ଆତ୍ମା, ଯାର ମନେ ଅଛି ମୁଁ ତମକୁ ଧୋକା ଦେଇଥିବା ଦିନ ରାତି ପ୍ରତିଟି ମୁହୂର୍ତ୍ତ। ଅସ୍ପୃଶ୍ୟ ଅନ୍ଧାର ଦୂର ଦୂରାନ୍ତରରେ କେଉଁ କଣେ, ଯାର ବୁନ୍ଦେ ଲୁହ ଏବେ ବି ଗଚ୍ଛିତ। ମରି ମରି ଆସୁଥିବା ଜହ୍ନ ପାଇଁ ବୁଢ଼ା ବୁଢ଼ୀ ପରି ଦିଶୁଥିବା ବାଳକ ଓ ବାଳିକାଙ୍କ ପାଇଁ ଦିନକର ଉଜ୍ଜ୍ୱଳତା ମନେ ପଡ଼ିବାର। ଅଜନରେ ଯେଉଁ ଫୁଲ ଚାଲେ ନଇଁ ନଇଁ, ତା ପାଇଁ ଓ ଅସ୍ଥି ପାଇଁ ଅସ୍ଥିର ଉପରେ ଥିବା ମାଂସ ପାଇଁ, ମାଂସକୁ ଆବୋରି ରହିଥିବ ଚମ ପାଇଁ, ଯାହା ଚାହୁଁ ଚାହୁଁ ମଉଳି ଯାଉଛି ଏକ ଅନୁପସ୍ଥିତିରେ। କିଛି ସହିପାର ନାହିଁ, ଫୋପାଡ଼ି ଦେଉଛ ଏ ପର୍ଯ୍ୟନ୍ତ ଘଟିବା ଘଟଣା ସବୁକୁ। ସେ କ'ଣ କହୁଛନ୍ତି ତମେ କିଛି ସହିପାର ନାହିଁ,
जहाँ भी घटना घटे ताको सब फपाड़ी दियो बोली कहउछंती। तमे तो कांदनी केबे किपरि बुझिबो मु काहींकी बुंदे लुह बही बही आसे। से कहते तुम तो केबे कांदनी सब हसुथाओ तो तुम लुहर मूल्य किपरि बुझिबो। आजीवन तुमरी पाखक तमें बुझीपारबनी केते भल लगे जेबे लुह पछी हो जाए। प्रथम बृंदा तापरे बुंदा भी शेष बुंदा रहिबा जाए। तो अष्टम अध्याय समाप्त हो जाइए। परवर्ती वीडियो रे आमे अन्य नवम अध्याय ठाରୁ आलोचना करिबा। नमस्कार।